ସମସ୍ତଙ୍କୁ ଓଁ ସାଇରାମ। ଆଶା କରୁଛି ଭଗବାନଙ୍କ ଆଶୀର୍ବାଦରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ପ୍ରଥମେ ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା। ତାପରେ ଶୁଣିବା ଏବଂ ଦେଖିବା ପ୍ରୟାଗରାଜ ଯିବା ସମୟର କିଛି ରାସ୍ତାର ସୁନ୍ଦର ଦୃଶ୍ୟ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକି ନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ଚାଲନ୍ତୁ ଶୁଣିବା। କିଛି ଅଭିମାନ ମଣିଷକୁ ପର କରିଦିଏ, କିଛି କଷ୍ଟ ମଣିଷକୁ ପଥର କରିଦିଏ, ଆଉ କିଛି ବାସ୍ତବତା ମଣିଷକୁ ବହୁତ ବଦଳାଇ ଦେଇଥାଏ। ଜୀବନରେ କୌଣସି ବି ରାସ୍ତା ନିଜେ ନିଜେ ତିଆରି ହୁଏ ନାହିଁ। ସେହି ରାସ୍ତାକୁ ମଣିଷକୁ ହିଁ ତିଆରି କରିବାକୁ ପଡ଼େ। ମଣିଷ ଯେମିତି ରାସ୍ତା ତିଆରି କରିଥାଏ, ସେହିପରି ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାଏ। ଶବ୍ଦ ମଧ୍ୟ ଏକ ପ୍ରକାର ଭୋଜନ। କେଉଁ ସମୟରେ କେଉଁ ଶବ୍ଦ ପରଷିବାକୁ ହୋଇଥାଏ ବୁଝିଗଲେ ଏ ଦୁନିଆର ଶ୍ରେଷ୍ଠ ରୋଷେଇଆରେ ପରିଗଣିତ ହେବ। ଧନ କହେ ମୋତେ ଅର୍ଜନ କର, ବାକି ସବୁ ଭୁଲିଯାଅ। ସମୟ କହେ ମୋ ପଛରେ ଗୋଡ଼ାଅ, ବାକି ସବୁ ଭୁଲିଯାଅ। ଭବିଷ୍ୟତ କହେ ମୋ ପାଇଁ ସଂଘର୍ଷ କର, ବାକି ସବୁ ଭୁଲିଯାଅ। ପ୍ରଭୁ କହନ୍ତି ମୋତେ ଖାଲି ଟିକିଏ ମନେ ପକାଉଥାଅ, ସବୁ ତୁମ ପାଖକୁ ଚାଲି ଆସିବ। ମନେ ରଖନ୍ତୁ, ନଇଁବାର ଅର୍ଥ ଏହା କଦାପି ନୁହେଁ କି ଆପଣ ନିଜର ସମ୍ମାନ ହରାଇଦେଲେ। ପ୍ରତ୍ୟେକ ମୂଲ୍ୟବାନ ଜିନିଷକୁ ଉଠାଇବା ପାଇଁ ବି ନଇଁବାକୁ ପଡ଼ିଥାଏ। ଜୀବନ ଏକ ଶୂନ୍ୟ ଲମ୍ବା ପଥଟିଏ। ଜଣା ନାହିଁ ସେଥିରେ କେତେ ଇଚ୍ଛା ଭରି ରହିଛି। ଯାହା ପୂରଣ ହେଲା ନିଜର, ଆଉ ଯାହା ନ ମିଳିଲା ତାହା ସ୍ୱପ୍ନ। ଘରେ ମୂଷାଟିଏ ଦେଖିଲେ ବିଷ ଦିଆଯାଏ, କିନ୍ତୁ ପଥରର ମୂଷାଟିଏ ହେଲେ ଲଡ଼ୁ ଦିଆଯାଏ। ସାପ ଯଦି ଅସଲ ହୋଇଥାଏ ତେବେ ପାହାର ଦିଆଯାଏ। ଧାତବ କିମ୍ବା ପଥରର ହୋଇଥିଲେ କ୍ଷୀର ଦିଆଯାଏ। ମା ଯଦି ମାଟିର ପୂଜା ପାଇ ଉପବାସ ରହେ, ଜନ୍ମଦାତ୍ରୀ ମା ପଡ଼େ ଘର କୋଣେ ଉପାସ। ନିଜକୁ ଏମିତି ଗଢ଼, କେହି ତୁମକୁ ଛାଡ଼ି ଦେଇ ପାରିବ, ହେଲେ ଭୁଲି ପାରିବ ନାହିଁ। କିଛି ଲୋକ ନିଜକୁ ନେଇ ଅହଙ୍କାର ଗର୍ବ କରନ୍ତି, ନିଜକୁ ବହୁତ ବଡ଼ ଭାବନ୍ତି, କିନ୍ତୁ ସେମାନେ ହୁଏତ ଜାଣି ନାହାନ୍ତି ଫୁଲର ସୌରଭ ଆଉ ମଣିଷର ଗର୍ବ ବେଶୀ ଦିନ ରୁହେ ନାହିଁ। ଯଦି ଖରାପ ସମୟ ଚାଲିଛି ତେବେ ଧୈର୍ଯ୍ୟ ଧରନ୍ତୁ। ବେଳେ ବେଳେ ଜୀବନରେ ସବୁଠାରୁ ଭଲ ଜିନିଷ ପାଇବା ପାଇଁ ସବୁଠାରୁ ଖରାପ ସମୟକୁ କାଟିବାକୁ ପଡ଼ିଥାଏ। ଯେତେ ମନ ଦୁଃଖରେ ରହିଲେ ବି କେହି ପଚାରିବେ ନାହିଁ ଯେ କାହିଁକି ଦୁଃଖରେ ଅଛି, କିନ୍ତୁ ଖୁସିରେ ରହିଲେ ଦେଖିବେ ସମସ୍ତେ ପଚାରିବେ କ'ଣ ହୋଇଛି, ଏତେ ଖୁସି କ'ଣ ପାଇଁ? ଆଜିର ସଂସାରରେ ଅନେକ ଲୋକ ଅନ୍ୟମାନଙ୍କୁ ବିପଦରେ ପକାଇବାକୁ ପଛଘୁଞ୍ଚା ଦେଉନାହାନ୍ତି। ତାଙ୍କର ସରଳତାର ସୁଯୋଗ ନେଇ ତାଙ୍କୁ ନିନ୍ଦିତ କରି ଖୁସି ମନାଇଥାନ୍ତି। ହେଲେ ସେ ନିଜେ ମଧ୍ୟ ଜାଣିନଥାଏ ଯେ ସେ ଖୁସି ପାଇଁ ଅଳ୍ପ ଦିନର ବୋଲି। ସେମାନେ ଜାଣିନଥାନ୍ତି ଯେ ଅନ୍ୟ ପାଇଁ ଖୋଲିଥିବା ଗାତରେ ଦିନେ ନା ଦିନେ ସେ ନିଜକୁ ହିଁ ପଡ଼ିବାକୁ ପଡ଼ିବ। ଜଣେ ସକାରାତ୍ମକ ମଣିଷକୁ କେଉଁ ବିଷ ବି ମାରିପାରିବ ନାହିଁ। ଜଣେ ନକାରାତ୍ମକ ମଣିଷକୁ କେଉଁ ଔଷଧ ବି ଠିକ୍ କରିପାରିବ ନାହିଁ। ଯାହା ସ୍ୱୟଂ ଭଗବାନ ଦେଇଥାନ୍ତି ତାକୁ ଛଡ଼େଇ ନେବା ପାଇଁ କାହାରି ଶକ୍ତି ନାହିଁ, ଆଉ ଯାହା ସେ ଛଡ଼େଇ ନେବା ପାଇଁ ଚାହାନ୍ତି ତାକୁ କେହି ରଖିପାରିବେ ନାହିଁ। ରାଗୁଥିବା ମଣିଷ ରାଗ ସମୟରେ ତ ବହୁତ କିଛି କହିଦେଇଥାଏ, କିନ୍ତୁ ରାଗ ଶାନ୍ତ ହେଲେ ସେ ହିଁ ସବୁଠାରୁ ଅଧିକ କଷ୍ଟ ପାଇଥାଏ। ବୁଝେଇବାର ଗୋଟେ ସୀମା ଥାଏ, ଆଉ ସହିବାର ଗୋଟେ ସୀମା ଥାଏ। ଯେତେବେଳେ ଏ ଦୁଇଟି ସୀମା ପାର ହୋଇଯାଏ, ସବୁ ସମ୍ପର୍କ ସେହିଠାରେ ହିଁ ସରିଯାଏ। ଜୀବନର ରାସ୍ତା ମଧ୍ୟ ବଡ଼ ଅଜବ। ଜିତିଗଲେ ସମସ୍ତେ ତୁମ ପଛରେ ରହିଯାନ୍ତି, ଆଉ ହାରିଗଲେ ନିଜ ଲୋକ ବି ତୁମ ସାଥ ଛାଡ଼ି ଦିଅନ୍ତି। ଏବେ ଶୁଣିବା ସୁନ୍ଦର ଟିପ୍ସ। କଞ୍ଚା ଅମୃତଭଣ୍ଡା ଓ କ୍ଷୀରକୁ
ଭାତୁଡ଼ିରେ ଲଗାଇଲେ ଭାତୁଡ଼ି ଭଲ ହୋଇଯାଏ। କଞ୍ଚା ଅମୃତଭଣ୍ଡା କ୍ଷୀରରେ ଲୁଣ ମିଶାଇ ଦାନ୍ତରେ ଲଗାଇଲେ ପାଇରିଆ ରୋଗ ଭଲ ହୋଇଥାଏ। ବିପି ଲୋ ରହୁଥିଲେ ଗାଧୋଇବା ପାଣିରେ ଲୁଣ ପକାଇ ଗାଧନ୍ତୁ। ମୁଣ୍ଡ ବିନ୍ଧା ହେଉଥିଲେ ତାୱାରେ ଲବଙ୍ଗକୁ ଭାଜି ଏହାକୁ ଶୁଙ୍ଘିଲେ ମୁଣ୍ଡ ବ୍ୟଥା କମି ଯାଇଥାଏ। ଅଧିକାଂଶ ଲୋକମାନେ ଗରିବ ଲୋକ ସହ ଖରାପ ବ୍ୟବହାର କରନ୍ତି। ସେମାନେ ବହୁତ ବଡ଼ ବୋଲି ଭାବିଥାନ୍ତି, କିନ୍ତୁ ଗୋଟିଏ କଥା ଭୁଲି ଯାଉଛନ୍ତି କି ସମୟ କେବେ ମଧ୍ୟ ଗୋଟିଏ ପାଖରେ ରହିନଥାଏ, ତାହା ପରିବର୍ତ୍ତନ ହୋଇଯାଇଥାଏ। ସେହିଭଳି ଆମ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ତେଣୁ କେବେ ବି ନିଜକୁ ବଡ଼ ଭାବ ନାହିଁ। କାଲି କ'ଣ ହେବ କିଏ ଜାଣିଛି? ତପସ୍ୟା ପାର୍ବତୀଙ୍କର ଥିଲା, କିନ୍ତୁ ପ୍ରତୀକ୍ଷା ଶିବଙ୍କର ବି ଥିଲା। ସୀତାଙ୍କ ଆଖିରେ ଲୁହ ଥିଲା, କିନ୍ତୁ ଶ୍ରୀରାମଙ୍କୁ କଷ୍ଟ ସହିବାକୁ ପଡ଼ୁଥିଲା। ରାଧା କୃଷ୍ଣଙ୍କୁ ପାଇ ନଥିଲେ, ଆଉ କୃଷ୍ଣଙ୍କୁ ଅଧୁରା ରହିବାକୁ ପଡ଼ିଥିଲା। ଦେବତାମାନଙ୍କ ଜୀବନ ତ ସରଳ ନଥିଲା। ଆମେ ତ ମଣିଷ ମାତ୍ରକେ, କଷ୍ଟ ତ ଭୋଗିବାକୁ ହିଁ ପଡ଼ିବ। ଯଦି ଆଜିର ଅନୁଚିନ୍ତା ଏବଂ ପ୍ରୟାଗରାଜ ଯିବା ରାସ୍ତାର ସୁନ୍ଦର ଦୃଶ୍ୟ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ସେୟାର କରନ୍ତୁ। ତାହେଲେ ରହୁଛି। ଓଁ ସାଇରାମ।